ଆଜ୍ଞା ନମସ୍କାର। ଆଉ କେମିତି ଅଛନ୍ତି? ହଁ ଦେଖୁଛ ତ ଯେଉଁ ରେଟ୍ରେ ଗରମ ହେଉଛି ଆଉ କେମିତି ବା ରହିବୁ। ହଁ ଦୁଃଖେ ସୁଖେ ଭଗବାନଙ୍କ ଭରସାରେ ଅଛୁ ଆଉ। ଆଉ କ୍ରିକେଟ୍ ଏନ୍ଜୟ କରୁଛନ୍ତି ନା? ଆରସିବି ଆଉ ମୁମ୍ବାଇ ବାଲେ ତ କେବେଠୁ ଶହୀ ଦେଇ ସାରିଲେନି। ବାକି ସିଏସ୍କେ ବାଲା ତ ଆଇସିୟୁ ଭିତରେ। ପ୍ରାଣ ଯିବ କି ରହିବ କିଛି କହି ହେଉନାହିଁ। ତେଣୁ ଆଉ ଆଇପିଏଲ୍ କ'ଣ ଏନ୍ଜୟ କରିବୁ। ସମସ୍ତଙ୍କର ଏବେ ଲକ୍ଷ୍ୟ ସେଇ ଆଗାମୀ T20 ୱାର୍ଲଡ଼ କପ୍ ପାଇଁ। ଜୁନ୍ 1 ତାରିଖରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ T20 ୱାର୍ଲଡ଼ କପ୍ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଆଉ ଇଣ୍ଡିଆ T20 ୱାର୍ଲଡ଼ କପ୍ ପାଇଁ ଦୁଇଟି ଫେଭରାଇଟ୍ ଟିମ୍। ଗତ ୱାନ୍-ଡେ ୱାର୍ଲଡ଼ କପ୍ରେ ମଧ୍ୟ ଫାଇନାଲ୍ ଖେଳିଥିବା ଦୁଇଟି ଟିମ୍। ଯଦିଓ ଦୁର୍ଭାଗ୍ୟବଶତଃ ଇଣ୍ଡିଆ ଫାଇନାଲ୍ରେ ଅଷ୍ଟ୍ରେଲିଆ ପାଖରୁ ହାରି ଯାଇଥିଲା, କିନ୍ତୁ ବହୁତ ଭଲ ଖେଳ ପ୍ରଦର୍ଶନ କରିଥିଲେ ଦୁଇଟା ଟିମ୍। ତ ଇତିମଧ୍ୟରେ ଉଭୟ ଟିମ୍ T20 ୱାର୍ଲଡ଼ କପ୍ ପାଇଁ ନିଜର ଦଳ ଘୋଷଣା କରିସାରିଛନ୍ତି। ଆଜିର ଭିଡ଼ିଓରେ ଆମେ ଏହି ଦୁଇଟି ଟିମ୍ ଭିତରେ କମ୍ପାରିଜନ୍ କରିବା ଆଉ ଦେଖିବା କେଉଁ ଟିମ୍ ଅଧିକ ଶକ୍ତିଶାଳୀ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ଅଷ୍ଟ୍ରେଲିଆ ଆଉ ଇଣ୍ଡିଆ ହେଉଛନ୍ତି ବିଶ୍ୱ କ୍ରିକେଟରେ ବର୍ତ୍ତମାନ ଆଧିପତ୍ୟ ବିସ୍ତାର କରିଥିବା ଦୁଇଟି ଟିମ୍। ଅଷ୍ଟ୍ରେଲିଆ ଆଇସିସି ଇଭେଣ୍ଟରେ ଲଗାତାର ଭାବରେ ଭଲ ପ୍ରଦର୍ଶନ କରିସାରିଛି, କିନ୍ତୁ ଇଣ୍ଡିଆ 2013 ମସିହା ପାଖରୁ କୌଣସି ଆଇସିସି ଇଭେଣ୍ଟ ଜିତିପାରି ନାହିଁ ଆଉ 2011 ମସିହା ପରେ କୌଣସି ୱାର୍ଲଡ଼ କପ୍ ଜିତିପାରି ନାହିଁ। ଯଦି T20 ୱାର୍ଲଡ଼ କପ୍ କଥା କହିବା ତାହେଲେ ଅଷ୍ଟ୍ରେଲିଆ ଏଯାବତ୍ ଗୋଟିଏ ୱାର୍ଲଡ଼ କପ୍ T20ରେ ଜିତି ସାରିଛି ଏବଂ ଇଣ୍ଡିଆ ମଧ୍ୟ ପ୍ରଥମ T20 ୱାର୍ଲଡ଼ କପ୍ର ବିଜେତା ହୋଇଥିଲା। ତାପରେ ଏ ଦୁଇଟି ଟିମ୍ କୌଣସି T20 ୱାର୍ଲଡ଼ କପ୍ରେ ବିଜୟ ହାସଲ କରିବା ସୁଯୋଗ ପାଇନାହାନ୍ତି। ପ୍ରଥମ କମ୍ପାରିଜନ୍ରେ ଆସୁଛନ୍ତି ଅଷ୍ଟ୍ରେଲିଆର ଓପନର ଡେଭିଡ୍ ୱାର୍ଣ୍ଣର ଭାର୍ସେସ୍ ଇଣ୍ଡିଆନ୍ ଓପନର କ୍ୟାପ୍ଟେନ୍ ରୋହିତ ଶର୍ମା। ତ ଉଭୟ ବେଶ୍ ବରିଷ୍ଠ ଅଭିଜ୍ଞ ଖେଳାଳି। ସିଙ୍ଗଲ ହ୍ୟାଣ୍ଡେଡଲି ମ୍ୟାଚ୍ ଜିତାଇବାର କ୍ଷମତା ଦୁଇ ଜଣଙ୍କ ପାଖରେ ଅଛି, କିନ୍ତୁ ଯଦି କରେଣ୍ଟ ଫର୍ମକୁ ଦେଖିବା ଦୁଇ ଜଣ ଯାକ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ତଥାପି ରୋହିତ ଶର୍ମା ଡେଭିଡ୍ ୱାର୍ଣ୍ଣରଙ୍କ ଅପେକ୍ଷାକୃତ ଅଧିକ ପ୍ରଭାବଶାଳୀ ରହିବେ। ଏହି ସେଗମେଣ୍ଟରେ ବିଜୟୀ ହେଉଛନ୍ତି ଇଣ୍ଡିଆର ରୋହିତ ଶର୍ମା। ପରବର୍ତ୍ତୀ ଓପନର ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ଭାର୍ସେସ୍ ଇଣ୍ଡିଆର ୟଙ୍ଗ ଯଶସ୍ୱୀ ଜୟସ୍ୱାଲ। ଟ୍ରାଭିସ୍ ହେଡ୍ଙ୍କର ପରିଚୟ ସବୁଠାରୁ ଅଧିକ ଜାଣିଥିବେ ଇଣ୍ଡିଆନ୍ ବୋଲରମାନେ। ଯେଉଁ ମାଡ଼ ଆରମ୍ଭ ହୋଇଥିଲା ୱାର୍ଲଡ଼ କପ୍ ଫାଇନାଲ୍ ମ୍ୟାଚ୍ରେ, ତାହା କଣ୍ଟିନ୍ୟୁ କରୁଛି ଆଇପିଏଲ୍ରେ ମଧ୍ୟ। ଏପର୍ଯ୍ୟନ୍ତ ସେ ୱାର୍ଲଡ଼ କପ୍ ଫାଇନାଲ୍ର ଦାଗ ଲିଭିନଥିବ ଇଣ୍ଡିଆନ୍ ବୋଲରମାନଙ୍କ ପିଠିରୁ। ପୁଣି ଆଇପିଏଲ୍ରେ ଯେ ନିର୍ଦ୍ଧୁମ ଛେଚା, ଏକାକି ୱାର୍ଲଡ଼ କପ୍ ଫାଇନାଲ୍ ଜିତେଇ ନେଇଥିଲା ସେ ଟ୍ରାଭିସ୍ ହେଡ୍। ଆଉ ଏ ବର୍ଷ ଆଇପିଏଲ୍ ସେ ଯେଉଁଭଳି ଭାବରେ ବ୍ୟାଟିଂ କରୁଛି, ମାନେ ବୋଲରମାନଙ୍କ ପାଇଁ ସେ ସାକ୍ଷାତ କାଳ, ସାକ୍ଷାତ ଯମରାଜାଙ୍କର ଅବତାର। ଅନ୍ୟପକ୍ଷରେ ଯଶସ୍ୱୀ ଜୟସ୍ୱାଲ ଭାରତର ଜଣେ ଯୁବ ଉଦୀୟମାନ ଖେଳାଳି। ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ବର୍ତ୍ତମାନର ଫର୍ମକୁ ହିସାବକୁ ନେଲେ ଟ୍ରାଭିସ୍ ହେଡ୍ ଯଶସ୍ୱୀ ଜୟସ୍ୱାଲଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ ରହିବେ। ତେଣୁ ଏହି ସେକ୍ସନରେ ବିଜେତା ହେଲେ ଟ୍ରାଭିସ୍ ହେଡ୍ ଫ୍ରମ୍ ଅଷ୍ଟ୍ରେଲିଆ। ଏବେ ଦେଖିବା ଫାଷ୍ଟ ଡାଉନ୍ ବ୍ୟାଟ୍ସମ୍ୟାନ୍। ଫାଷ୍ଟ ଡାଉନ୍ ପାଇଁ କମ୍ପିଟିସନ୍ ହେଉଛି ଅଷ୍ଟ୍ରେଲିଆର ମିଚେଲ୍ ମାର୍ଶ ଭାର୍ସେସ୍ ଇଣ୍ଡିଆର କିଙ୍ଗ କୋହଲି। ମିଚେଲ୍ ମାର୍ଶ ଅଷ୍ଟ୍ରେଲିଆର କ୍ୟାପ୍ଟେନ୍ ଅଛନ୍ତି ଏହି ଟିମ୍ରେ। ତା ସହିତ ସେ ଜଣେ ସୁଦକ୍ଷ ବ୍ୟାଟ୍ସମ୍ୟାନ୍ ମଧ୍ୟ। ଅନ୍ୟପକ୍ଷରେ କୋହଲିଙ୍କ ବାବଦରେ କହିବାର ଆବଶ୍ୟକତା ନାହିଁ, ସେ ଭଲ ଫର୍ମରେ ମଧ୍ୟ ଅଛନ୍ତି। ତା ସହିତ ଦୀର୍ଘ ଦିନ ଧରି ଭାରତର ମିଷ୍ଟର ଡିପେଣ୍ଡେବୁଲ୍ ଭାବରେ କାର୍ଯ୍ୟ ତୁଲାଇ ଆସୁଛନ୍ତି। ବ୍ୟାଟିଂରେ ଯଦିଓ ବିରାଟ କୋହଲି ମିଚେଲ୍ ମାର୍ଶଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ ରହିବେ, କିନ୍ତୁ ମିଚେଲ୍ ମାର୍ଶଙ୍କ ପାଖରେ ଆଉ ଗୋଟେ ଏକ୍ସଟ୍ରା କ୍ୱାଲିଟି ଅଛି, ସେଟା ହେଉଛି ତାଙ୍କର ବୋଲିଂ। ତେଣୁ ଏହି ସେଗମେଣ୍ଟରେ ଉଭୟଙ୍କ ମଧ୍ୟରେ ମ୍ୟାଚ୍ ଟାଇ ରହିଲା। ଉଭୟ 50-50 ପଏଣ୍ଟ ହାସଲ କଲେ। ନେକ୍ସଟ ମାକ୍ସୱେଲ୍ ଦି ବିଗ୍ ଶୋ ଭାର୍ସେସ୍ ସୂର୍ଯ୍ୟ କୁମାର ଯାଦବ ଓରଫ୍ ସ୍କାଏ ମିଷ୍ଟର 360 ଡିଗ୍ରୀ। ତ ଉଭୟଙ୍କର କାବିଲିୟତ କାହାକୁ ଅଛପା ନାହିଁ। ମାକ୍ସୱେଲଙ୍କର ସେଇ ଆଫଗାନିସ୍ତାନ ଭାର୍ସେସ୍ରେ ବିଶ୍ୱକପ୍ର ଇନିଂସ କିଏ ବା ଭୁଲି ପାରିବ। ମୋ ଜାଣିବାରେ ୱାନ୍ ଡେ ଇତିହାସରେ ସବୁଠାରୁ ଶ୍ରେଷ୍ଠ ଇନିଂସ, ଅପରାଜିତ 2 ଶତକ ଆଫଗାନିସ୍ତାନ ଭାର୍ସେସ୍ରେ। ଅନ୍ୟପକ୍ଷରେ ସୂର୍ଯ୍ୟ କୁମାର ଯାଦବ ପଡ଼ିଆର ସବୁ ଦିଗରେ ଖେଳିବାରେ ମାହିର ଅଛନ୍ତି। ଉଭୟଙ୍କର ଫର୍ମ ଯଦିଓ ଟିକେ ବର୍ତ୍ତମାନ ଥଣ୍ଡା ଅଛି, ତଥାପି ବର୍ତ୍ତମାନ ପରିସ୍ଥିତିରେ ସୂର୍ଯ୍ୟ କୁମାର ଯାଦବ ମାକ୍ସୱେଲଙ୍କ ଅପେକ୍ଷା ଅଧିକ ଭଲ ଫର୍ମରେ ଯେହେତୁ ଅଛନ୍ତି, ତ ଏହି ସେଗମେଣ୍ଟରେ ବିଜେତା ହେଲେ ଭାରତର ସୂର୍ଯ୍ୟ କୁମାର ଯାଦବ। ୱିକେଟ୍ କିପର ପାଇଁ ଦେଖିବା ଅଷ୍ଟ୍ରେଲିଆର ମାଥ୍ୟୁ ଏଡ୍, ଯିଏକି ଅଷ୍ଟ୍ରେଲିଆ ଯେଉଁ ବର୍ଷ ୱାର୍ଲଡ଼ କପ୍ ଜିତିଥିଲା ବେଶ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ସହିତ ଟକ୍କର ଦେଉଛନ୍ତି ଭାରତର ସଞ୍ଜୁ ସାମସନ୍। ସଞ୍ଜୁ ସାମସନ୍ଙ୍କର କରେଣ୍ଟ ଫର୍ମ ବହୁତ ଭଲ ଅଛି। ମାଥ୍ୟୁ ଏଡ୍ ଯଦିଓ ଖେଳିବାର ଏତେଟା ସୁଯୋଗ ପାଇନାହାନ୍ତି, ତଥାପି ବହୁତ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଏବଂ ୱିକେଟ୍ କିପର ଅଷ୍ଟ୍ରେଲିଆର। କରେଣ୍ଟ ଫର୍ମକୁ ଦେଖିବାକୁ ଗଲେ ସଞ୍ଜୁ ସାମସନ୍ ନିଶ୍ଚିତ ରୂପରେ ମାଥ୍ୟୁ ଏଡ୍ଙ୍କ ଠାରୁ ଆଗରେ ରହିବେ। ଅଲରାଉଣ୍ଡରରେ କଣ୍ଟେଷ୍ଟ କରୁଛନ୍ତି ମାର୍କସ୍ ଷ୍ଟୋଇନିସ୍ ଫ୍ରମ୍ ଅଷ୍ଟ୍ରେଲିଆ ଭାର୍ସେସ୍ ଇଣ୍ଡିଆନ୍ ଭାଇସ୍ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା। ଷ୍ଟୋଇନିସ୍ ହାର୍ଦ୍ଦିକ ଉଭୟ ବଡ଼ ବଡ଼ ଛକା ମାରିବାରେ ମାହିର, ଉଭୟ ବୋଲିଂରେ ମଧ୍ୟ ଆବଶ୍ୟକ ସମୟରେ ବ୍ରେକ୍ ଥ୍ରୁ ଦିଅନ୍ତି। କିନ୍ତୁ ଦେଖିବାକୁ ଗଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଫର୍ମ ସମ୍ପୂର୍ଣ୍ଣ ରୂପରେ ଭୂଇଁରେ ଗଡ଼ୁଛି। କିନ୍ତୁ ମାର୍କସ୍ ଷ୍ଟୋଇନିସ୍ ଲକ୍ଷ୍ନୌ ସୁପର ଜାଏଣ୍ଟ ପକ୍ଷରୁ ଖେଳି ଅନେକ ମ୍ୟାଚ୍ ଜିତେଇଲେଣି। ତେଣୁ ଏହି ସେଗମେଣ୍ଟର ବିଜେତା ହେଉଛନ୍ତି ମାର୍କସ୍ ଷ୍ଟୋଇନିସ୍ ଫ୍ରମ୍ ଅଷ୍ଟ୍ରେଲିଆ। ଗୋଟେ ଅଲରାଉଣ୍ଡର ଯୋଡ଼ି ଅଷ୍ଟ୍ରେଲିଆର ଗ୍ରୀନ୍ ଭାର୍ସେସ୍ ଇଣ୍ଡିଆର ରବୀନ୍ଦ୍ର ଜାଡେଜା। ଗ୍ରୀନ୍ଙ୍କର ବୋଲିଂ ଦୁର୍ବଳ, ବ୍ୟାଟିଂ ଟିକେ ଭଲ ଅଛି। ଜାଡେଜାଙ୍କର ବୋଲିଂ ଟିକେ ଭଲ ଅଛି, ବ୍ୟାଟିଂ ଟିକେ ଢିଲା ରହୁଛି। ତ ଏଭଳି କ୍ଷେତ୍ରରେ
ग्रीन रवींद्र जडेजा अपेक्षा अधिक प्रभावशाली रही तेणु यही सेगमेंट विजेता होती ऑस्ट्रेलिया ग्रीन। जदि हार्ड हिटर कथा ऑस्ट्रेलिया टीम डेविड सामने रे इंडिया शिवम दुबे उभय लंबा लंबा छक्का मारिबारे बेस माहिर उभय फॉर्म बहुत भल अच्छी देखा रहा आगामी वर्ल्ड कप रे किए कहा उपरे भारी पड़ुछंती ये देखा गले उभय भितर मैच बर्तमान बराबर 50-50 कहीं स्पिनर आडम जंपा वर्सेस इंडिया कुलदीप यादव। स्पिन क्षेत्र में इंडिया सब पलटा भारी थाए अच्छी एवं रही तेणु यही सेगमेंट रे कुलदीप यादव आडम जंपा उपर भारी पड़ुछंती एवं विजेता होउछंती कुलदीप यादव। एस बैटेरी रे फास्ट ऑस्ट्रेलिया मिचेल स्टार्क सहित कंपेयर करबा इंडिया जसप्रीत बुम बुम बुमराह को स्टार्क बहुत भल परफॉर्मेंस देइचंती अतीत रे किंतु आईपीएल जो भली भाव तांको धुलाई होउची करण शर्मा पाखरु आरंभ करी कुलदीप यादव पर्यंत तांको जो भली भाव रे छक्का लगाउचंती कोनोसी मैच रे से 50 तळकु रन दउ नाहंती एमिति पिटुचंती कम घोसारुचंती बेसी। अन्य पक्षरे बुमराह एकाकी मुंबई इंडियंस रो बोलिंग भार निज कांधरे उठेबा को चेष्टा करचंती केते सफल होउचंती केते विफल होउचंती सेटा रिजल्ट रु जणा पडुची। तो एई सेगमेंट रे निसंदेह भाव रे विश्वर सबुठारु श्रेष्ठ फास्ट बॉलर बुमराह ही विजय लाभ करिवे। परवर्ती जोड़ी पैट कमिंस वर्सेस इंडिया मोहम्मद सिराज। एटी सिना सिराज पार्टी रे आंगुळे देके चुप कराउचंती किंतु समस्ते मन रखिथिबे अहमदाबाद नरेंद्र मोदी स्टेडियम रे 1,30,000 इंडियन सपोर्टर को किभली भाव रे पैट कमिंस साइलेंस कर देथिले रे। ओ की दुख। एई सेगमेंट रे विजेता होचंती पैट कमिंस फ्रॉम ऑस्ट्रेलिया। पेस अटैक ऑस्ट्रेलिया जॉस हेजलवुड वर्सेस इंडिया अर्शदीप सिंह। ऑस्ट्रेलिया जॉस हेजलवुड बर्तमान खेलु नाहंती किंतु आईपीएल अर्शदीप सिंह खेलुछंती आउ निर्धम छेंचा खाउछंती तांको देह हाथ दरज हेलानी फिर भी से छेंचा खाउछंती। एई कंपटीशन ले जॉस हेजलवुड अधिक प्रभावशाली रहिबे अर्शदीप। रिजर्व विकेट कीपर जदि देखिबा ऑस्ट्रेलिया जॉस इंग्लिश वर्सेस इंडिया दि कमबैक बॉय ऋषभ पंत। जॉस इंग्लिश और ऋषभ पंत को मध्य जदि कंपैरिजन करिबा ताले इंग्लिश बहुत फास्ट खेलिबारे माहिर पंत टिके धीमा खेलती किंतु लंबा पर्यंत खेलुचंती। तो दुई जन भितर आम मैच टाई करदे कहार की विनर करवा ना 50-50 पॉइंट नहीं गले। नेक्स्ट आउ गोटे स्पिन जस्टिन आगर वर्सेस इंडिया युजवेंद्र चहल। अनडाउटेडली चहल बोलिंग बेस प्रभावशाली रही आईपीएल में सेगमेंट रे जस्टिन आगर अपेक्षा चहल पलटा भारी रोचे। तो विनर इज इंडिया युजवेंद्र चहल। एवं शेष जोड़ी आम जब देखा नाथन इलिस वर्सेस इंडिया अक्षर पटेल। अक्षर पटेल रवींद्र जडेजा भितर जी जड़े खेलने चांस पाई पारती ए क्षेत्र में अक्षर पटेल पलटा टी भारी रोचे। तो ये भाव में ये थिला हेड टू हेड कंपैरिजन। ए कंपैरिजन अनुसार मोट 3टी पेयर मैच 50-50 रहिला। अन्य पक्षरे 7टी पेयर रे इंडियन माने अधिक प्रभावशाली रही बेले 5टी पेयर रे ऑस्ट्रेलियन खेलाड़ी माने अधिक प्रभावशाली रही। तो पेपर रे एमिति पड़िया रे केमिति देखिबा T20 वर्ल्ड कप आरंभ हेले समस्त तरफ मो तरफ ऑल द बेस्ट टीम इंडिया एथर वर्ल्ड कप जेमिति भारत आसू। वीडियोटी शेष पर्यंत देखि समस्त को धन्यवाद।